ବିଜୁ ଜନତା ଦଳ ଆଗ ନିଜ ଭିତରେ ଜାଗରଣ ସୃଷ୍ଟି କରୁ ଜନତାଙ୍କ ପାଖରେ ପରେ ଜାଗରଣ ସୃଷ୍ଟି କରିବେ। ଯେଉଁମାନେ 24 ବର୍ଷ ଧରି ଏ ରାଜ୍ୟକୁ ଶାସନ କଲେ, ରାଜ୍ୟବାସୀଙ୍କୁ କେଉଁଠି ଶୋଷଣ କଲେ ଏବଂ ଆଜି ସେମାନେ ବାହାରିଛନ୍ତି ଜନଜାଗରଣ କରିବାକୁ। ଏହା ଗୋଟେ ହାସ୍ୟାସ୍ପଦ କଥା। 24 ବର୍ଷ ପରେ ଏକ ନୂଆ ସରକାର ଆସିଛି। ପ୍ରତିଶ୍ରୁତିର କଥା ଯେଉଁ କଥା ସେମାନେ କହୁଛନ୍ତି, ସରକାର ଆସିବାର 24 ଘଣ୍ଟା ଭିତରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲା ହେବା ଏବଂ ଆପଣମାନେ ସମସ୍ତେ ଆମ ଭାବାବେଗର କଥା, ରତ୍ନ ଭଣ୍ଡାର କଥା ଆପଣ ବାରମ୍ବାର ଶୁଣିକି ଆସୁଛନ୍ତି। ଏ ବର୍ଷ ଖୋଲା ହେବ, ଚାବି ହଜିଗଲାଣି, ଚାବି ନକଲି ଚାବି ହେଇଯାଇଛି ଏବଂ ଆମ କେନ୍ଦ୍ରରୁ ନେତୃତ୍ୱ ଯେଉଁମାନେ ଆସିଥିଲେ ଏଠି ନକଲି ସରକାର ଚାଲିଛି ବୋଲି ମଧ୍ୟ ସେତେବେଳେ ମତ ପୋଷଣ କରିଥିଲେ। ଆପଣ ସେ କଥା ଶୁଣିଥିବେ। ଜନତାଙ୍କର ଆଭିମୁଖ୍ୟ ନେଇକି ନୂତନ ସରକାର ଗଠନ ହେଇଛି। ନୂତନ ସରକାର ଗଠନ ହେଲା ପରେ ବହୁ ଐତିହାସିକ ପଦକ୍ଷେପ ନିଆଯାଉଛି, ଆଗାମୀ ଦିନରେ ମଧ୍ୟ ନିଆଯିବ। ମୋର କହିବା କଥା, ଯେଉଁମାନେ 24 ବର୍ଷ ହେଲା ଓଡ଼ିଶାବାସୀଙ୍କ ପାଇଁ କିଛି କରିନାହାନ୍ତି, ସେମାନେ ଆଟଲିଷ୍ଟ 24 ମାସ ଅପେକ୍ଷା କରନ୍ତୁ। ଆମେ ଏ ସରକାର ବଡ଼ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଲୋକଙ୍କର ସମସ୍ୟାକୁ ଦୂର କରିବା ପାଇଁ ଏ ସରକାର 2 ମାସ ହେଇଛି ଏବଂ 2 ମାସର ପରେ ପରେ ଏ ସରକାର ବଡ଼ ବଡ଼ ପଦକ୍ଷେପ ନେଉଛନ୍ତି। ଏବଂ ଆଉ ଗୋଟିଏ କଥା କହିବି, ଯେଉଁ ସରକାର ବିଗତ ଦିନରେ ଆପଣମାନେ ଗାଁ ଜଗନ୍ତୁ ମୁଁ ସହର ଜଗିଛି କହୁଥିଲେ, ଆଜି ଦେଖନ୍ତୁ କେଡ଼େ କେଡ଼େ ଅଫିସରଙ୍କର କେତେ କେତେ ଅମାପ ସମ୍ପତ୍ତି ବାହାରୁଛି। ତେଣୁ 24 ବର୍ଷ ଧରିକି ଏ ସରକାର କାହାକୁ ଜଗିଥିଲେ, କେଉଁଠି ଜଗିଥିଲେ, ତାର ଉତ୍ତର ମଧ୍ୟ ଓଡ଼ିଶାବାସୀଙ୍କୁ ଦେବା ଦରକାର। ଏବଂ ଏ ଯେଉଁ ସରକାରଙ୍କର ସମ୍ପତ୍ତି ବାହାରୁଛି, ଆଦେହରେ କୋଉଠି ନା କୋଉଠି ବିଜୁ ଜନତା ଦଳର ନେତୃତ୍ୱ ମଣ୍ଡଳୀଙ୍କ ସହଭାଗିତା ଅଛି। ଏ କଥା କାହିଁକି କହୁଛି, ଏମାନେ ଏଭଳି ଭାବେ ଜଗିଥିଲେ, ଜଣଙ୍କର 50ଟା ପ୍ଲଟ୍, ଜଣଙ୍କର 60ଟା ପ୍ଲଟ୍, ଜଣଙ୍କର 70ଟା ପ୍ଲଟ୍, এইভাবে ভাবে ବାହାରିଛି। ତେଣୁ ଓଡ଼ିଶାବାସୀଙ୍କୁ ଯେଉଁମାନେ 24 ବର୍ଷ ହେଲା ଧୋକା ଦେଇକି ଆସିଛନ୍ତି, ସେମାନଙ୍କ ପାଟିରୁ ଏ କଥା କୋଉଠି ନା କୋଉଠି ଲଙ୍କାରେ ହରି ଶବ୍ଦ ଭଳିଆ ଶୁଭୁଛି। ତେଣୁ ସେମାନଙ୍କ ପାଟିରେ ଏ ଶବ୍ଦ ଶୋଭା ପାଉନାହିଁ। ଅପେକ୍ଷା କରନ୍ତୁ, ଡବଲ ଇଞ୍ଜିନର ସରକାର ଆସିଛି। ସାଧାରଣ ଲୋକ ଯେଉଁ ଭରସାରେ ସରକାରକୁ ଭୋଟ ଦେଇଛନ୍ତି, ସାଧାରଣ ଲୋକଙ୍କର ସମସ୍ୟା ଦୂର ହେବା ପାଇଁ ନିଶ୍ଚିତ ଭାବେ ଆମେ ବଦ୍ଧପରିକର।